ଚାଲନ୍ତୁ ଆଜି ପଖାଳ ଦିବସରେ ପଖାଳ ଉପରେ ଟିକେ କିଛି ଆଇଟମ୍ ବନେଇବା। ଆଜି ସବୁ ସାଧା ଉପରେ, ଆଜି ଆଇଁଷ ହିଁ ନାହିଁ, ତ ଆଜି ସାଧା ଉପରେ ସବୁ ବନେଇବା। କାହିଁକିନା ମୁଁ ତ ଖାଇବାର ନାହିଁ, ଆଉ ଆଇଁଷ କିଛି ମୁଁ କରିନି। ଫାଷ୍ଟ ବଡ଼ି ତ ଭାଜି ରଖିଦେଇଥିଲି। ତାପରେ ଏପଟେ ଦେଖନ୍ତୁ ବାଇଗଣ ଟମାଟର ପକେଇକିରି ଟିକେ ଫୁଟଣ ତ ନା ଖାଲି ସୋରିଷ ଫୁଟା ହେଇକିରି ଶୁଖିଲା ଲଙ୍କା ପଡ଼ିକିରି ଭାଜିକି ରଖିଦେବା। ତାପରେ ତାକୁ ପିଆଜ ଧନିଆ ପତ୍ର ପକେଇକି ଚକଡ଼ିବା ଆଉ। ତାପରେ ଏପଟେ ଦେଖନ୍ତୁ ଛୁଇଁ ଆଳୁ କାଟିକିରି ରଖିଥିଲି, ତାକୁ ଟିକେ ଫୁଟଣ ଫୁଟେଇ ଛୁଇଁ ଆଳୁ ଭଜା ବସେଇଦେବା। ଛୁଇଁ ଆଳୁ ଲୁଣ ହଳଦୀ ପକେଇ ଦେଇ ତାକୁ ଘୋଡ଼େଇଦେବା। ପ୍ରାୟ 5 ମିନିଟ୍ରେ ଆମର ଛୁଇଁ ଆଳୁ ଭଜା ରେଡ଼ି। ଦେଖନ୍ତୁ ଆଉ କେଡ଼େ ସୁନ୍ଦର ଦେଖାହେଉଛି ନା। ମୋତେ ହିଁ ଛୁଇଁ ଆଳୁ ଭଜା ଏମିତି ଖାଲିରେ ଭଲ ଲାଗେ, ମସଲା ଦେଇ ଭଲ ଲାଗେ, କିନ୍ତୁ ମୋତେ ବେଶୀ ଏମିତି ଖାଲି ଭଜା ଭଲ ଲାଗେ। କାହିଁକିନା ସୋରିଷ ମସଲା ଟିକେ ଖାଇଲେ ମୋର ପ୍ରୋବ୍ଲେମ୍ ହେଉଛି, ମାନେ ଗ୍ୟାସ୍ ହେଉଛି, ସେଥିପାଇଁ ମୋତେ ଖାଲି ଭଜା ହିଁ ଭଲ ଲାଗେ। ତାପରେ ଏପଟେ ଦେଖନ୍ତୁ ଛୁଆଙ୍କ ପାଇଁ ଟିକେ କିଛି ବଡ଼ି ଭଜା କରିଦେଲି। କାହିଁକିନା ଆମର ତ ବିରି ବଡ଼ି ଭଜା ହେଇଛି, ଆମର ଚଟଣି ହେବ ଖାଇବୁ, କିନ୍ତୁ ସିଏ ତ ତାକୁ ଖାଇବନି, ତା ପାଇଁ ସୋୟାବିନ୍ ବଡ଼ି ଭାଜି ଦେଇଛି। ତାପରେ ଏପଟେ ଦେଖନ୍ତୁ ବାରିରୁ ଆଣିଥିଲି ପିତା ଶାଗ ତୋଳିକିରି, ତ ପିତା ଶାଗ ଭାଜିଦେବା ଆଉ। ଆଳୁ ବାଇଗଣ ବଡ଼ି ରସୁଣ ପକେଇକିରି ପିତା ଶାଗଟା ଭାଜିଦେବା। ମୋର ଫେଭରାଇଟ୍ ହେଉଛି ପିତା ଶାଗ ଆଳୁ ବାଇଗଣ ବଡ଼ି ଭଜା। ଆଉ ମାନେ ପଖାଳ ସାଙ୍ଗକୁ ଶାଗ ଭଜାଟା ନହେଲେ ମାନେ ପଖାଳଟା ଯେମିତି ଅଧୁରା ଲାଗେ, ସେଇ ଟାଇପ୍ର। ଆଉ ପିତା ଶାଗଟା ଭାଜିଦେବା। ଆଉ କିଛି ବାରିରେ ଶାଗ ହିଁ ନଥିଲା, ଆଉ ମାର୍କେଟ ଆଜି ତ ବାବୁ ବି ନାହାନ୍ତି, ସେ କୁଆଡ଼େ ଯାଇଛନ୍ତି କାମରେ, ତ ଶାଗ କିଏ ଆଣିଦେବ, ସେଥିପାଇଁ ମୁଁ ବାରିରୁ କଲେକ୍ଟ କରିଦେଲି ପିତା ଶାଗ। ଆଉ ମୋତେ ତ ପିତା ଶାଗଟା ବହୁତ ଭଲ ଲାଗେ, ସେଥିପାଇଁ ମୁଁ ଭାବିଲି ପିତା ଶାଗଟା କରିଦେଲେ ମୋ ପଖାଳ ସାଙ୍ଗ ବହୁତ ଭଲ ଲାଗିବ। ତ ଏଠି ଦେଖନ୍ତୁ ପିତା ଶାଗ ଆଳୁ ବାଇଗଣ ଭଜା ଆସି ରେଡ଼ି ହେଇ ଆସିଲାଣି। ତାପରେ ଏପଟେ ଦେଖନ୍ତୁ କେତେ ସୁନ୍ଦର ଭାବରେ କେତେ ଶାଗ କରିଥିଲି, ଏତିକି ହେଇଗଲା। ଆଉ ଯାହା ହଉ ସମସ୍ତେ ଟିକେ ଟିକେ ଏଥିରୁ ଖାଇଦେବା ଆଉ, ଅଳ୍ପ ହଉ ପଛେ ଭଲ ଟେଷ୍ଟି ଲାଗିବ। ଦେଖନ୍ତୁ ଏଠି ଆମର ଖାଇବା ରେଡ଼ି, ପଖାଳ ପିତା ଶାଗ ଆଳୁ ବାଇଗଣ ଭଜା। ଆଳୁ ଭର୍ତ୍ତା ତ ପଖାଳ ସାଙ୍ଗରେ ନିହାତି ଆବଶ୍ୟକ, ଆଉ ବଡ଼ି ଭଜା ଚଟଣି। ଆଉ ମୋର ଏପଟେ ସାଧା, ତାଙ୍କର ଅଣ୍ଡା ଆମଲେଟ୍ ହେଇଛି, ସେମାନେ ଖାଇବେ। ଆଉ ଏପଟେ ମୋର ସାଧା, ଆଉ ତା ସାଙ୍ଗକୁ ବଡ଼ି ପିଆଜ। ଆଉ ଆଜି ପଖାଳ ଦିବସରେ ଆଜି